ଫୋନ କରିଥିଲେ କି ଜଣେ କେମିତି ନିଷ୍ଠାପର ସାଧକ ହେଇପାରିବ ଆଉ ଗୁରୁଙ୍କର ଆନୁଗତ୍ୟରେ ରହିକି ଭଗବାନଙ୍କର ଏ ହରିନାମର ଭଜନ କରିପାରିବ। ଶାସ୍ତ୍ରରେ ବିଶେଷ କରିକି ଭଗବତ ଗୀତା ଇତ୍ୟାଦିରେ ବିଭିନ୍ନ ପ୍ରକାର ମାର୍ଗ ପ୍ରଦାନ କରାଯାଇଛି। କର୍ମ ମାର୍ଗ, ଯୋଗ ମାର୍ଗ, ଜ୍ଞାନ ମାର୍ଗ, ଭକ୍ତିର ମାର୍ଗ। କିନ୍ତୁ ଯୁଗ ଉପଯୋଗୀ ଏଇ ଭଗବାନଙ୍କର ବିଶେଷ ନିର୍ଦ୍ଦେଶ ଥାଏ କି ଆମେ ସମସ୍ତେ ଭଗବାନଙ୍କର ଭକ୍ତି କରନ୍ତି। କିନ୍ତୁ କର୍ମରେ, ଯୋଗରେ, ଜ୍ଞାନରେ ଭକ୍ତିର ମିଶ୍ରଣ ମଧ୍ୟ ଥାଏ। କିମ୍ବା ଭକ୍ତିରେ କର୍ମର ପ୍ରାଧାନ୍ୟତା, ଜ୍ଞାନ ଯୋଗର ମଧ୍ୟ ପ୍ରାଧାନ୍ୟତା ଥାଏ। ତାକୁ ମିଶ୍ର ଭକ୍ତି। କିନ୍ତୁ ଭଗବାନ ଚାହାନ୍ତି ଶୁଦ୍ଧ ଭକ୍ତି। ଶୁଦ୍ଧ ଭକ୍ତି ଅର୍ଥାତ୍ ଯଦି କୌଣସି ପ୍ରକାର ଜ୍ଞାନ, କର୍ମ, ଯୋଗର କୌଣସି ପ୍ରକାର ସେଥିରେ ମିଶ୍ରଣ ନ ରହିବ। ମହାରାଜ ଥିଲେ ତାଙ୍କ ହେଲା ଖଟୁଆନ୍ କରିକି ତ ବ୍ରହ୍ମାଜୀଙ୍କୁ ପଚାରିଲେ କି ବ୍ରହ୍ମାଜୀ ମୋର ଆଉ କେତେ ଦିନ ଆୟୁଷ ଅଛି? ତ ମହାରାଜ କହିଲେ କେତେଟା ନିମିଷ, ବହୁତ କମ ସମୟ ଅଛି, କେତେଟା ମୁହୂର୍ତ୍ତ କି ନିମିଷ ମଧ୍ୟ ଅଛି। ତ ସେମାନେ ସେ କଣ କଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ପୂର୍ଣ୍ଣ ରୂପରେ ସେ ନିବିଷ୍ଟ ହେଲେ। ପ୍ରଭୁପାଦଙ୍କୁ ପଚାରିଲେ ଭକ୍ତମାନେ, ପ୍ରଭୁପାଦ ଆମେ ଆମ ପାଖରେ ଆମେ ତ ଜାଣିନେ ଆମ ପାଖରେ କେତେ ସମୟ ଅଛି, କଣ ଆମେ ବହୁତ କମ ସମୟରେ ଶୁଦ୍ଧ ଭକ୍ତ ହେଇପାରିବା? ପ୍ରଭୁପାଦ କହିଲେ ନିଶ୍ଚୟ। ମହାରାଜ ଖଟ୍ଟୁଆନଙ୍କର ଉଦାହରଣ ଦେଇକି କହିଲେ ନିଶ୍ଚୟ ହେଇପାରିବ। କିନ୍ତୁ ଦୁଇଟି ଧାରା ଥାଏ, ଗୋଟେ ଜ୍ଞାନ ଆଉ ଗୋଟେ ଅଭ୍ୟାସ। ଜ୍ଞାନ ଓ ଅଭ୍ୟାସରେ ତାରତମ୍ୟ ହେଲା, ଯଦି ଜଣେ ବ୍ୟକ୍ତି ଭଗବାନଙ୍କର ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଜ୍ଞାନର ଅଧିକାରୀ ଅଛି, କିନ୍ତୁ ଅଭ୍ୟାସରୁ ହିଁ ତାକୁ ଅନୁଭବ ପ୍ରାପ୍ତ ହେଇପାରିବ। ଆମେ ଯେହେତୁ ଜନ୍ମ ଜନ୍ମାନ୍ତରରେ ଭୌତିକ ସଂସାରରେ ଭୋଗ କରିବା, ଐଶ୍ୱର୍ଯ୍ୟ ପ୍ରାପ୍ତ କରିବାର ଅଧିକାରକୁ ସାବ୍ୟସ୍ତ କରିକି ଅଛେ, ମାୟାର ବିଶେଷ କରିକି ଦାସତ୍ୱ ସ୍ୱୀକାର କରିଛେ, ସେଥିପାଇଁ ସେଠି ଯୋଉ ଅଭ୍ୟାସ କରିକି ଆସିଛେ ତାର ଅନୁଭବ ଟା ଆମ ହୃଦୟରେ ବିସ୍ତାରିତ ହେଇକି ଅଛି। ଅପରପକ୍ଷରେ ଆମକୁ ଭଗବାନଙ୍କର ଯୋଉ ଶୁଦ୍ଧ ଭକ୍ତିର ଅଭ୍ୟାସ ଆମକୁ କରିବାକୁ ପଡିବ, ଯାହାର ଇମ୍ପ୍ରେସନ ସେଥିରେ କଣ ହବ କି ଆମ ହୃଦୟରୁ ଭୌତିକ ଅଭ୍ୟାସର ଆସକ୍ତି, ଭୌତିକ ଅଭ୍ୟାସର ଯୋଉ ଅନୁଭବ ଅଛି, ସେ ଅନୁଭବରୁ ଆମେ ମୁକ୍ତ ହବା। ତା ସାଙ୍ଗରେ ଆଧ୍ୟାତ୍ମିକ ଯୋଉ ଅନୁଭବ, ଆଧ୍ୟାତ୍ମିକ ଆମେ ଅଭ୍ୟାସ କରିଥିବା ବିଭିନ୍ନ ପ୍ରକାର ବିଧି, ଭଗବାନ ଏଠି ମାୟାର ସେବକ ହଉଥିଲେ ଏବଂ କୃଷ୍ଣଙ୍କର ଦାସ ହବା। ତ ଏଇର ଅଭ୍ୟାସ କରିବା ଦ୍ଵାରା ତାଙ୍କର ଯୋଉ ଅନୁଭବ ପ୍ରାପ୍ତ ହବ, ସେ ଅନୁଭବ ହିଁ ବାସ୍ତବରେ ଗୋଟେ ଭକ୍ତର, ଗୋଟେ ସାଧକର ଏଟା ସବୁଠୁ ଟ୍ରେଜର ମାନେ ଧନ। ତେଣୁ ସମସ୍ତ ଯେତେ ପ୍ରକାର ଅନୁଭବ ଆମେ କରିପାରିବା, କେବଳ ଯଦି ଭଗବାନ ଶ୍ରୀ ହରିଙ୍କର ନାମକୁ ଗ୍ରହଣ କରନ୍ତି, ଏଇଟା ହିଁ ଏହାର ବାସ୍ତବତା। ଭଗବାନ ହରିଙ୍କର ନାମ ମହାମନ୍ତ୍ରକୁ ଧାରଣ କରିଲେ, ମହାମନ୍ତ୍ରରେ ଭଗବାନ ସର୍ବଶକ୍ତି ଅର୍ପଣ କରିଛନ୍ତି। ତେଣୁ ମହାମନ୍ତ୍ରକୁ ଯେତେବେଳେ ଆମେ କଣ କରିବା, ତାକୁ ଧ୍ୟାନ ପୂର୍ବକ ଶ୍ରବଣ କରିବା, ତାର ସେବା କରିବା, ଭଗବାନ କୃଷ୍ଣଙ୍କର ପ୍ରସନ୍ନତା ପାଇଁ ମହାମନ୍ତ୍ର ସେବା କରିବା, ସେତେବେଳେ ସେ ଅନୁଭବ ଆମ ହୃଦୟକୁ ପ୍ରଭାବିତ। ଜ୍ଞାନ ବି ପ୍ରବାହିତ ହବ, ଆମକୁ ବାହାର ଜ୍ଞାନ ଆବଶ୍ୟକ ନାହିଁ। ବହୁତ କମ ଜ୍ଞାନ ଦରକାର, କୃଷ୍ଣ ହିଁ ମୋର ପରମ ପ୍ରିୟ ପ୍ରାଣ, ଆଉ କୃଷ୍ଣ ହିଁ ମୋର ଭଗବାନ ହେଲା। ଆଉ ଭଗବାନଙ୍କ ସହିତ ମୋର ନିତ୍ୟ ଶାଶ୍ଵତ ସମ୍ବନ୍ଧ ଅଛି, ମୁଁ କୃଷ୍ଣଙ୍କର ସେବକ। ଆଉ ହରିନାମ ଦ୍ଵାରା ଭଗବାନ ପ୍ରସନ୍ନ ହୁଅନ୍ତି, ସେବା ଦ୍ଵାରା ପ୍ରସନ୍ନ ହୁଅନ୍ତି, ଭକ୍ତ ମାନଙ୍କ ସେବା ବି କରିବାର ଅଛି। ତ ଏଇ ଅନୁଭବ ସମ୍ବନ୍ଧୀୟ ଯୋଉ ଜ୍ଞାନ ଅଛି, ଜ୍ଞାନ ବହୁତ ସରଳ। ଏହା କୌଣସି ତାର୍କିକ କିମ୍ବା କୌଣସି ପ୍ରକାର ଲଜିକାଲ ଫିଲସଫି ନୁହେଁ, ହେଲେ ସବୁ ଶୁଷ୍କ ନୁହେଁ। ଏ ଜ୍ଞାନରେ ଜଣେ ପ୍ଳାବିତ ହେଇପାରିବ, କାହିଁକି ନା ଏହା ହୃଦୟରୁ ହୃଦୟ ପରିବ୍ୟାପ୍ତ ହେଇକି ଥାଏ। ତ ଆମକୁ ବହୁତ ଧ୍ୟାନ ସହକାରେ ଯେତେବେଳେ ନାମ କରିବା, ସେ ନାମ ରୁ ଆମକୁ ଜ୍ଞାନ ବି ଆସିବ, ବୈରାଗ୍ୟ ବି ଆସିବ। ତ ଆମେ ଭଗବାନଙ୍କର ନାମ କରିବା ପୂର୍ବରୁ ବୈଷ୍ଣବ ମାନଙ୍କ କୃପା ଭିକ୍ଷା ନିଶ୍ଚୟ କରିବା ଦରକାର। ବୈଷ୍ଣବ ମାନେ ବାଞ୍ଛାକଳ୍ପତରୁଷ, କ୍ଷମାଶୀଳ, ଦୟାଳୁ ସାଗର ଏବଂ ପତିତ ଜୀବଙ୍କର ଉଦ୍ଧାରକାରୀ। ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସ୍ଥଳରେ ଯଦି କୌଣସି ସାଧୁ, ଗୁରୁ, ବୈଷ୍ଣବ ନିକଟରେ ଅପରାଧ ହୋଇଥାଏ, କ୍ଷମା ପ୍ରାର୍ଥନା କରିବା ଉଚିତ। वाञ्छाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्तवृंद की जय। जगद्गुरु श्रील प्रभुपाद।